ଏମିତି ମୋ ବେଧେଇ ଶାଳୀକି ନିଧୁମୁଘିଆ ଗେହିଲି ତାର ଗୋଟେ ଏମିତି କାମକୁ ନେଇ ଯିଏ ସେ କରି ବସିଥିଲା ତାକୁ ଲୁଚେଇବାକୁ ଯାଇ ମନ ଭରି ତା ବିହାକୁ ଚାଟି ଚାଟି ମୋ ଲମ୍ବା ବାଣ୍ଡରେ ନିଧୁମୁଘିଆ ଗେହିଲି ସେଇ ବାଣ୍ଡ ଚଟେଇ ଚଟେଇ। ଓହୋ କି ବଡ଼ ବଡ଼ ସାଇଜର ଦୁଧ ତା ଗାଣ୍ଡିର କଟିଂ ପୁରା ଜବରଦସ୍ତ ଥିଲା। ଆପଣଙ୍କୁ ୱେଲକମ୍ କରୁଛି ମୋର ଏଇ ବ୍ଲଗ ଭିଡ଼ିଓରେ। ମୁଁ ମୋ ମାଇକିନିଆକୁ ଛାଡ଼ି ଶାଳୀକୁ ଖଟ ଉପରେ ପକାଇ ନିଘାତ ଘିଆ ଗେହିଲି। ମୋ ମାଇକିନିଆ ପରେ ଜାଣିପାରିଲା, ତଥାପି ବାଣ୍ଡ ଛୋଡ଼ି ହେଇଗଲା। ମନ ଭରି ମୁଁ ମାଇକିନିଆକୁ ଛାଡ଼ି ଶାଳୀକି ଗେହିଲି। ଏଇ ଘିଆ ଗେହିର ବିଷୟବସ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ ଆପଣ ଯଦି ଟୋଟାଲ୍ ଭିଡ଼ିଓକୁ ଫାଷ୍ଟରୁ ନେଇ ଲାଷ୍ଟ ଯାକେ ଦେଖିବେ, ପକ୍କା ଆପଣଙ୍କୁ ଏଇ ଥଣ୍ଡା ଦିନର ମୌସମରେ ଆପଣଙ୍କ ବାଣ୍ଡ ଠିଆ ହେଇଯିବ। ନାଲିଆ ବିହାରେ ଚାଟି ଚାଟି ମନ ଭରି ଗେହିବେ ଆପଣ ବି। ତ ପୁରା ଭିଡ଼ିଓ ଦେଖିଲେ ହିଁ ଆପଣମାନେ ଘିଆ ଗେହିର ପ୍ରକୃତ ମଜା ନେଇପାରିବେ। ତ ଚାଲ ଆଜିର ଏଇ ଘିଆ ଗେହିର ବିଷୟବସ୍ତୁକୁ ଆମେ ଆରମ୍ଭ କରିବା। ତ ମୋର ଏଇ ବ୍ଲଗକୁ ମୁଁ ଆପଣଙ୍କୁ ସ୍ୱାଗତ ଜଣାଉଛି। ମୋର ବୟସ 38 ବର୍ଷ। ଆଉ ମୁଁ ଗୋଟେ ଛୋଟ ଗାଁରେ ଘର କରି ରହୁଥିଲି। ସେଠି ରହିବା ପରେ ମୋର ଦୁଇଟି ଶାଳୀ ଥିଲେ। ମୋର ଛୋଟିଆ ଗୋଟେ ଶାଳୀ ଥିଲା, ଆଉ ଗୋଟେ ବଡ଼ ଶାଳୀ ଥିଲା। ଦୁଇଟି ଶାଳୀ ମୋ ମାଇକିନିଆ 3 ଭଉଣୀ ଥିଲେ। କେତେବେଳେ କେମିତି ଆମ ଘରକୁ ବୁଲାବୁଲି କରିବାକୁ ଆସନ୍ତି। ବୁଲାବୁଲି କରିବାକୁ ଆସିଲା ଭିତରେ ମୋ ଶାଳୀର ମୋର ଆଖିରେ ଆଖି ମିଶାମିଶି ହେଇଗଲୁ। ମୋ ମାଇକିନିଆଟା ବି ଦେଖିବାକୁ ସୁନ୍ଦର, ନଙ୍ଘା ମାଇକିନିଆଟା ହେଲେ ସେ ଘିଆ ଖାଇଲା ବେଳକୁ ତାକୁ ବହୁତ କଷ୍ଟ ହୁଏ। କହିବ ନା ନା ମୁଁ ତୁମ ବାଣ୍ଡକୁ ଚାଟିବିନି, ମୁଁ ତୁମ ବାଣ୍ଡକୁ ମୋ ଦୁଧରେ ଘଷିବିନି, ମୁଁ ବିଆ ଦେଖେଇ ଗେହିବି, ହେଲେ ବେଶୀ ସମୟ ଘିଆ ଖାଇବିନି। ଏମିତି ଘଟଣା ଯୋଗୁଁ ମୋର ପିଲା ଛୁଆ କିଛି ନଥିଲେ। ଆଉ ମୁଁ ଘିଆ ଗେହିରେ ଖୁସି ବି ପାଉନଥିଲି ମୋ ମାଇକିନିଆ ଠାରୁ। ମୋ ଶାଳୀ ସେହି ସମୟରେ ଆମ ଘରକୁ ଆସିଥିଲା। ଶାଳୀର ମାଆ ଘିଆ ଚକର ଗୋଟେ ଟୋକା ସାଙ୍ଗରେ ଚାଲିଥିଲା। ସିଏ ଟୋକା ସାଙ୍ଗେ ଚାଲିଥିବା ସମୟରେ ଆମ ଗାଁରେ ସେ ଟୋକା ଘର, ଆମ ଗାଁରେ ଯେତେବେଳେ ସେ ଟୋକା ଘର ଥିଲା, ତ ସେଇ ସମୟରେ ମୁଁ କ'ଣ କଲି ନା, ଶାଳୀ ଯେତେବେଳେ ଆମ ଘରକୁ ଆସେ, ସେ ଟୋକାକୁ ଦେଖା କରିବା ପାଇଁ ଯାଏ। ଟୋକାକୁ ଯେତେବେଳେ ଦେଖା କରିବା ପାଇଁ ଯାଏ, ତ ମୁଁ କ'ଣ କରେ, ଦିନେ ଜାଣିଲି, ସନ୍ଦେହ କଲି କି ମୋ ଶାଳୀ, ମୋତେ ଜଣେ କହିଲା ତୋ ଶାଳୀ ଗୋଟେ ଟୋକାକୁ ଭଲ ପାଉଛ, ତାକୁ ଦେଖା କରିବାକୁ ଯାଉଛି। ଦେଖା କରିବାକୁ ଗଲା ଭିତରେ ମୁଁ ଦିନେ ତା ପିଛା କରି କରି ଧୀରେ ଧୀରେ ତା ପଛେ ପଛେ ଗଲି। ତା ପଛେ ପଛେ ଗଲା ଭିତରେ ସେ ଟୋକାକୁ ଦେଖା କରିଛି, ତା ସାଙ୍ଗେ କଥାବାର୍ତ୍ତା ହେଇଛି। ଟୋକା ବି ତାକୁ ଭଲ ମନ୍ଦ ଜିନିଷ ଦେଇଛି, କ'ଣ ଦେଇଛି, ଗିଫ୍ଟ ଫିଫ୍ଟ ଦେଇଛି। ଗିଫ୍ଟ ଫିଫ୍ଟ ଦେବା ଭିତରେ ଟୋକା କ'ଣ କରିଛି ନା, ଆକୁ ଗେହିବା ପାଇଁ ପୁରା ମନ ସ୍ଥିର କରି ରହିଛି। ଆକୁ ଯେତେବେଳେ ଗେହିବା ପାଇଁ ମନ ସ୍ଥିର କରି ରହିଛି, ସେଇ ସମୟରେ ମୁଁ ଜାଣିପାରିଲି କି ଟୋକାର ହାଲ ଚାଲ କିଛି ଠିକ୍ ଲାଗୁନି। ଆଉ ଗେହିବା ପାଇଁ ଯେତେବେଳେ ମନ ସ୍ଥିର କରି ରହିଛି, ତ ମୁଁ କ'ଣ କଲି ନା, ସେଇ ସମୟରେ ଆକୁ ଗେହିବାକୁ ଯେମିତି କହିଲା, ତ ମୁଁ କ'ଣ କଲି ନା, ସେଇ ସମୟରେ ଜାଣିପାରିଲି। ସେଇଠୁ ରାତି ଅଧରେ ଇଏ ଘିଆ ଗେହିର ମୋ ଶାଳୀ ଗୋଟେ ଟୋକାକୁ ଭଲ ହେଲା, ତାକୁ ଗେହିବ ବୋଲି ଆମ ଘରକୁ ଡାକିଛି, ମାନେ ମୋ ପଛପଟ ଘରକୁ ଡାକିଛି। ମୁଁ କ'ଣ କରିଥିଲି, ଅଲରେଡ଼ି ପଛପଟ ଘର ଭିତରେ ଥିଲି। ମୋର 2ଟା ସାଙ୍ଗକୁ ମୁଁ ଡାକିକି ରଖିଥିଲି। ଡାକିକି ରଖିବା ଭିତରେ ଟୋକା ଆଇଛି ରାତି ଅଧରେ। ଯେତେବେଳେ ମୋ ଶାଳୀ ଆସି ତାକୁ ଦେଖା କରିଛି, ମୁଁ ପୁରା ତାଙ୍କ କଲର୍କୁ ଧରିଛି। କଲର୍କୁ ଧରିବା ପରେ ବୋହେ କୁଟିଲି ଟୋକାକୁ କୁଟିବା ପରେ ମୁଁ କ'ଣ କଲି, ତାକୁ ଠିଆ କରାଇଲି। ତାପରେ ମୋ ଶାଳୀକି କହିଲି, ଶାଳୀ ହାତ ଗୋଡ଼ ଯୋଡ଼ିଲା, ଟୋକା ବି ହାତ ଗୋଡ଼ ଯୋଡ଼ିଲା। ଟୋକାର ଫଟୋ ଉଠେଇକି ସବୁ ରଖିଲୁ, ଭିଡ଼ିଓ ବନେଇକିରି। ତାପରେ ମୋ ଶାଳୀକି ମୁଁ କହିଲି ଦେଖ, ଯଦି ତୁ ମୋତେ ଗେହିବା ପାଇଁ ନ ଦେବୁ, ତାହେଲେ ମୁଁ ତମ ଘରେ କହିବି, ଏ ଭିଡ଼ିଓ ତମ ଘରେ ଦେଖେଇଦେବି। ମୋ ଶାଳୀ କହିଲା ଦେଖ ଭାଇ, ତମେ ମୋ ଭାଇ ଭିଣେଇ ଭାଇ ହେବ, ଆଉ ମୁଁ ତୁମକୁ କ'ଣ କହିବି, ହେଉଛି ତମେ ସିନା ତମ ମାଇକିନିଆ ତୁମକୁ ଗେହିବାକୁ ଦେଉନି, ହେଲେ ମୁଁ କ'ଣ କରିବି। ମୁଁ କହିଲି ଯେଉଁ ଖୁସି ତ ମାଇକିନିଆ ମୋତେ ଦେଇପାରିନି, ତୁ ଯଦି ମୋତେ ଗେହିବା ପାଇଁ ନ ଦେବୁ, ତାହେଲେ ମୁଁ ଏ ଜିନିଷକୁ ହାଲା କରିଦେବି। ତ ଏଇଆ କହିକିରି ସେଇଠୁ ରାତି ଅଧରେ ସେ ଟୋକି କ'ଣ କଲି, ସେଠୁ ଆଣିକିରି ଆସିଲି। ତାପରେ ତା ଭଉଣୀ ବଡ଼, ମାନେ ତା ଭଉଣୀ ଉଠି ପଡ଼ିଲା, ମାନେ ମୋ ମାଇକିନିଆ କହିଲା କ'ଣ ହେଇଛି ଏତେ ରାତିରେ, କ'ଣ ଘଟଣା। ମୁଁ କହିଲି ନାଇଁ ତୋ ଭଉଣୀର ଦେହ ଖରାପ ଥିଲା, ତ ବାନ୍ତି କରୁଥିଲା, ସେଠୁ ମୁଁ ତାକୁ ଆଣିକିରି ଆସିଲି। ନା ଆଚ୍ଛା ଏମିତିଆ ଘଟଣା। ସେଇଠୁ ତା ଘରେ ସେ ଶୋଇଲା। ସେଇଠୁ ମୋତେ ଆଉ ସେଦିନ ରାତିରେ ନିଦ କାହିଁ। ମୁଁ କ'ଣ କଲି, ଚୁପଚାପ ପଶିଗଲି ମୋ ଶାଳୀ ଘରକୁ। ଶାଳୀ ଘର ଭିତରେ
ପଶି ତା ଆଗେ ଗଲି ତା ଚଢ଼ିକି ଖୋଲିଲି ଆଗେ ତା ଚଢ଼ି ଖୋଲି ଓହୋ ତା ବିଆର ଗରମ ମୋ ମୁହଁରେ ବାଜୁଥାଏ। ତା ବିଆକୁ ପୁରା ଆଙ୍ଗୁଠି ପୁରେଇ ଚାଟିବାରେ ଲାଗିଲି। ସେ କହିଲା ଭାଇ ପୁରା କ'ଣ ରଙ୍କାଳିଆ ନା କ'ଣ? ମୁଁ କହିଲି ଚୁପ୍ ବେଦେଇ ଟୋକି, ତୋ ଦୁଧ ତୋ ବିଆ ପୁରା ନାଲି ଫରଫର, ତୁ ମୋତେ ତୋ ବିଆରେ ପାଣି ହେଲା ତୁ ମୋତେ କହିବୁ ଗେଇବା ପାଇଁ ନା ତୁ ଯିବୁ ବାହାରେ ଘିଆ ଖାଇବା ପାଇଁ? ସତ କହିବି ଆଜ୍ଞା ସାଙ୍ଗମାନେ, ଆପଣ ବିଶ୍ୱାସ କରିବେନି, ମୋ ଶାଳୀର ବିଆକୁ ମୁଁ ଚାଟିଲି। ଶାଳୀର ବିଆ ଚାଟି ଚାଟି ମୋ ଆଙ୍ଗୁଠି ପୁରେଇଲି, ଆଙ୍ଗୁଠିରୁ ଗରମ ଗରମ ଲାଗୁଥାଏ। ମୁଁ ଆଉ ସମ୍ଭାଳି ନ ପାରି ଶାଳୀ ବି କହିଲା ଓହୋ ଜିଜୁ ଆଉ କ'ଣ କରିବି, ମୁଁ ଆଉ ସମ୍ଭାଳି ପାରୁନି। ମୋ ବାଣ୍ଡକୁ ମୁଁ ଚଟେଇଲି ଶାଳୀକି, ମୋ ମୋଟା ବାଣ୍ଡକୁ ଚାଟି ଚାଟି ମୋ ଶାଳୀ କ'ଣ କଲା ନା ଥକେଇ ଦେଲା ମୋତେ। ଲାଷ୍ଟକୁ ତା ଦୁଧ କଅଁଳିଆ ଦୁଧକୁ ମୁଁ ଚିପିବାରେ ଲାଗିଲି। ମୁଁ ମୋ ଶାଳୀକି ବି ପଚାରିଲି, ତାପରେ ବସେଇଲି ଦୁଧ ଚିପି 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 ବାଣ୍ଡ ଚଟା ଚଟି ସରିଲା ପରେ ଗେହିବାର ପାଳି ଆସିଲା। ଗେହିବା ପୂର୍ବରୁ ମୁଁ ଟିକେ ପାଣି ପିଇକିରି ଆସିଲି। ଶାଳୀକି ପଚାରିଲି, ମୁଁ କହିଲି ଟୋକାଠାରୁ ଆଗରୁ କେତେବେଳେ ଘିଆ ଖାଇଛୁ? ସେ କହିଲା ଆମେ ପ୍ରଥମ ଥର ଗେଇବା ପାଇଁ ଆସିଥିଲୁ, ତମେ ଧରିଦେଲ। ତାପରେ ଏତିକି କହିଲା ପରେ ମୁଁ ଆଉ ସମ୍ଭାଳି ନ ପାରି ବିଆରେ ବାଣ୍ଡ ପୁରେଇ ଗୋଡ଼ ଫାଡ଼ି ମନ ଭରି ରାତିରେ କଚ୍ ଖଚ୍ କଚ୍ ଖଚ୍ କରି ବିଆରେ ଲମ୍ବା ବାଣ୍ଡକୁ ପୁରେଇ ନିଘାତ ଘିଆ ଗେହିଲି। ନିଘାତ ଘିଆ ଗେହିଲି ଶାଳୀର ବିଆରେ। ଶାଳୀର ବିଆ ଆ କରୁଥାଏ, ମୁଁ ତା ଦୁଧକୁ ଚିପୁଥାଏ। ତାପରେ ସେଦିନ ରାତିରେ ଘିଆ ଘିଁ ସରିଲା ପରେ ଆମେ ଆମର ସକାଳକୁ ଉଠିଲୁ। ତାପରେ ମୋ ମାଇକିନିଆ କହିଲା ବହୁତ ଜୋର ସାଉଣ୍ଡ ଶୁଭୁଥିଲା, ତୋ ଘର ଭିତରେ କ'ଣ ଖବର ଥିଲା କିରେ? ତ ମୁଁ କହିଲି ନାଇଁ ତୋ ଭଉଣୀର ଦେହ ଖରାପ ଥିଲା ତ ମୁଁ ଟିକେ ମୁଢ଼ି ଘଷି ଦେଉଥିଲି। ସେଇଠୁ ମୋ ମାଇକିନିଆ ଜାଣିପାରିଲା କି ମୋ ଶାଳୀ କିଏ ଗେହିଛି ବୋଲି। ହେଲେ କ'ଣ କରିବ ମାଇକିନିଆ, ସେ ତ ମୋତେ ଗେହିବା ପାଇଁ ଦେଉନି, ମୋ ବାଣ୍ଡ କ'ଣ ଆଉ ସ୍ଥିର ରହିଥାନ୍ତା? ଯେଉଁଠି ତ ମୁଁ ଗେହିବି ନା ନାହିଁ, ଫେରେ ମୋ ବାଣ୍ଡକୁ ଫେରେ ମୁଁ ଥଣ୍ଡା କରିବି ନା ନାହିଁ? ତ ମାଇକିନିଆ ଜାଣିକିରି ବି ଅଜଣା ରହିଲା। ଶାଳୀ ଆଉ ମାଇକିନିଆ ଘର ଭିତରେ ଥାଆନ୍ତି। ଦିନକର ଘଟଣା କ'ଣ 2-3 ଦିନ ଗଲା। 2-3 ଦିନ ଗଲା ଭିତରେ ମୋ ମାଇକିନିଆ ମୋତେ କହିଲା ତମେ ସକାଳୁ ସକାଳୁ ନାସ୍ତା କରିନିଅ, ଯାଅ ହାତ ମୁହଁ ଧୋଇ ଦାନ୍ତ ଘଷି ଆସ, ମୁଁ ତୁମ ପାଇଁ ନାସ୍ତା ରେଡ଼ି କରୁଛି, ତୁମେ ନାସ୍ତା କରିନେବ। ମୁଁ କହିଲି ହଉ ଠିକ୍ ଅଛି। ତାପରେ ମୁଁ ଗଲି, ମୋ କାମ ସରେଇକିରି ମୁଁ ଆସିଲା ପରେ ମାଇକିନିଆ ଥିଲା ମୋର ରୋଷେଇ ଘରେ। ତ ମୁଁ ଦେଖିଲା ବେଳୁ ମାଇକିନିଆ ରୋଷେଇ ଘରେ ନାହିଁ, ଶାଳୀ ଅଛି। ମୁଁ ଜାଣିପାରିଲି ଶାଳୀ ଅଛି ବୋଲି ମୁଁ କ'ଣ କଲି, ଯାଇ ପଛପଟରୁ କୁଣ୍ଢେଇ ତା ଦୁଧ ଦୁଇଟାକୁ ଚିପିଦେଲି। ଦୁଧ ଦୁଇଟା ଚିପି ବିଆରେ ଆଙ୍ଗୁଠି ପୁରେଇ ସଲେଇ ଦେଲି ଅଧଘଣ୍ଟା ଖଣ୍ଡେ। ସଲେଇ ସାରିଲା ପରେ ତାପରେ ଶାଳୀ କହିଲା ଭାଇ କ'ଣ କରୁଛ? ମୁଁ କହିଲି ଆରେ ତୁ, ମୁଁ ଭାବିଲି ମୋ ମାଇକିନିଆ। ସେଇ ସମୟରେ ମୋ ମାଇକିନିଆ ମୋତେ ଦେଖିଦେଲା। ମୁଁ ଭାବିଲି ତୁ କିଚେନ ରୁମ୍ରେ ଅଛି, ଦେଖିଲା ବେଳକୁ ତୋ ଭଉଣୀ ଅଛି। ମୁଁ କେମିତି ଜାଣିଲି କିଏ ଅଛି ରୋଷେଇ ଘରେ? ତ ଏଇଆ ଭାବି ମାଇକିନିଆ ମୋର କିଛି ନ କହିଲାନି ଯେମିତି ମୁଁ ସେଇଠୁ ମାଇକିନିଆକୁ ବୁଝେଇଲି। ମୁଁ କହିଲି ତୋ ଦେଖେ ତୋ ଭଉଣୀ ବହୁତ ସୁନ୍ଦର, ମୁଁ ଆଉ ଲୁଚି ଚୋରି ଗେହି ପାରିବିନି, ମୁଁ ତ ଆଗରେ ଗେହିବି। ମାଇକିନିଆ ବି ହଁରେ ହଁ ଭରିଦେଲା। ଶାଳୀକି କ'ଣ କଲା, ତା ହାତ ଦୁଇଟା ଧଇଲା, ମୁଁ ତା ବିଆରେ ମୋ ବାଣ୍ଡକୁ ପୁରେଇଲି। ଶାଳୀ ହେଉଥିଲା, ମୋ ମାଇକିନିଆ ମୁଁ କହିଲି ଜବରଦସ୍ତ ହାତ ଧରା। ମୋ ମାଇକିନିଆ ବି ବିଆ ମୋତେ ପ୍ରଥମ ଥର ଚଟେଇଲା ସେଦିନ। କହିଲା ଆଜି ତମେ ମୋ ବିଆ ଚାଟ। ମୁଁ କହିଲି କାହିଁ ଏତେ ଦିନ ହେଲା ତ ବିଆ ଚଟଉ ନଥିଲ, ଆଜି କ'ଣ ପାଇଁ ଚଟେଇବାକୁ ଇଚ୍ଛା ହେଲା? ନା ତମେ ଘିଆଁ ଘିଁ ହେଉଛ, ମୁଁ ଆଉ ସମ୍ଭାଳି ପାରୁନି। ମୋ ମାଇକିନିଆ ବି ବିଆ ଚଟେଇଲା, ଆଉ ମୋ ଶାଳୀକି ବି ମୁଁ ମନ ଭରି ସେଦିନ ରାତି ସାରା ନିଘାତ ଘିଆଁ ଗେଇଲି। କେତେବେଳେ ଆଣ୍ଠେଇ ପେଟେଇ ଗେହୁଥାଏ ତ କେତେବେଳେ ଗୋଡ଼ ଟେକି ଗେହୁଥାଏ। କେମିତି ଲାଗିଲା ଛୋଟିଆ ଭିଡ଼ିଓଟି ଆପଣମାନେ କମେଣ୍ଟ କରି ଜଣେଇବେ। ଦେହକୁ ନେବିନି, ମା ଘିଆ ଗୁରା ପଛପଟରେ କ'ଣ କଟାକଟି କରୁଛନ୍ତି, ସାଉଣ୍ଡ କରୁଛନ୍ତି। ଭିଡ଼ିଓ କ୍ୱାଲିଟି ଟିକେ ହେଇପାରୁନି, ମୁଁ ଭଲ ଭାବରେ ଜାଣିଛି। ମାଇକ୍ ନାହିଁ, ମୋବାଇଲ ନାହିଁ, କିଛି ନାହିଁ ମୋ ପାଖରେ। ଆପଣମାନେ ସପୋର୍ଟ କଲେ ମୁଁ ଏ ସବୁ ଜିନିଷ ଆଉ 2 ମାସ ଭିତରେ କିଣିଦେବି। କାହିଁକିନା ଚ୍ୟାନେଲ୍ ମନିଟାଇଜ୍ ହେଲେ ମୁଁ କିଣିଦେବି। ବହୁତ ସାରା ଭିଡ଼ିଓ କରିକିରି ସବୁ ଡିଲିଟ୍ କରିଦେଲି, ଫେରେ ନୂଆ କରି ବନଉଛି। ଏଇଥରକ ଯଦି ଚ୍ୟାନେଲ୍ ମନିଟାଇଜ୍ ହେଲା ତ ଭଲ କଥା, ନହେଲେ ନାହିଁ ଭିଡ଼ିଓ ସବୁ ଆଉ ବନେଇବିନି, ଛାଡ଼ିଦେବି। ଆପଣଙ୍କୁ ଏତିକି ଅନୁରୋଧ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ବାଣ୍ଡବାଳ ଛରନ୍ତୁ, ମୋ ଘିଆଁ ଘିଆଁ ଭିଡ଼ିଓ ଦେଖି ଆପଣମାନେ ବି ଗେହି ଦିଅନ୍ତୁ। ତ ଏ ଛୋଟ କାହାଣୀଟିଏ ଆଜ୍ଞା, ମନକୁ ନେବନି, ମନଗଢ଼ା କାହାଣୀଟିଏ, ସେମିତି କିଛି ନାହିଁ। ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଭିଡ଼ିଓ ଗୋଟେ ଲାଇକ୍ ତ ନିହାତି କରିବେ। କମେଣ୍ଟ କର ନ କର, ଲାଇକ୍ ତ ନିହାତି ଜରୁରୀ। ଥ୍ୟାଙ୍କ ୟୁ ସୋ ମଚ୍। ମୁଁ ଆପଣଙ୍କ ସହିତ ଦେଖା ହେବି ଅନ୍ୟ ଏକ ଭିଡ଼ିଓରେ। ବାଏ ବାଏ।